ଆଜିର ରାଶିଫଳ ନଭେମ୍ବର 17 ତାରିଖ ସୋମବାର। ଆସନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ। ମେଷ, ଆଜି ଆର୍ଥିକ ଉନ୍ନତି ଓ ସାମାଜିକ ସମ୍ମାନ ମାନସିକ ଶାନ୍ତି ଦେଇପାରିବ ନାହିଁ। ଅଭ୍ୟନ୍ତରରେ କୁହୁଳୁଥିବା ଅଶାନ୍ତିର ଜ୍ୱାଳା ଆପଣଙ୍କୁ ଅତିଷ୍ଠ କରାଇବ। ଦ୍ୱିଜା ନକ୍ଷତ୍ର ଗତି କିଛି ଦିନ ହେଲା ଯାହା ଭାବୁଥିଲେ ତାହା ଆଜି ଅସୁବିଧାରେ ପାଇଯିବେ। ଶିଳ୍ପ, ନିର୍ମାଣ, ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ ପ୍ରଭୃତିରେ ସୁଫଳ ପାଇବେ। ବୃଷ, ଶାରୀରିକ ସୁସ୍ଥତା ଫେରି ପାଇବାରୁ ଆଶ୍ୱସ୍ତି ଅନୁଭବ କରିବେ। କୃତ୍ତିକା ନକ୍ଷତ୍ରର ବିଭିନ୍ନ ଘରୋଇ ଝାମେଲା କାରଣରୁ ମନଟା ଭଲ ରହିବ ନାହିଁ। ବାଣିଜ୍ୟ, ପରିବହନ, ଲେଖାପଢ଼ା ଓ ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଯାତ୍ରା ସମୟରେ ଜିନିଷପତ୍ର ପ୍ରତି ସତର୍କତା ଅବଲମ୍ବନ ନ କଲେ ମନସ୍ତାପ ବଢ଼ିଯିବ। ମିଥୁନ, ପୁନର୍ବସୁ ନକ୍ଷତ୍ର ଋଣ ପରିଶୋଧ, ଦୂରଯାତ୍ରା ସାଙ୍ଗକୁ ନୂତନ ନିଯୁକ୍ତିର ସୂଚନା ମଧ୍ୟ ପାଇପାରନ୍ତି। ଦୈହିକ ଦୁର୍ବଳତା ଦୂରେଇ ଯିବାରୁ ଶାନ୍ତି ଅନୁଭବ କରିବେ। ବନ୍ଧୁଙ୍କ ପରାମର୍ଶରେ ସଭା ସମିତିରେ ପୂର୍ବ ନିଷ୍ପତ୍ତି ବଦଳାଇବା ପାଇଁ ମନସ୍ଥ କରିପାରନ୍ତି। ଅସମ୍ପୂର୍ଣ୍ଣ କାର୍ଯ୍ୟ ଆଜି ସାହାଯ୍ୟ ଲାଭ କରି କିଛି ଅଂଶରେ ବଢ଼ି ଚାଲିବ। କର୍କଟ, ଗୁରୁ ଓ ଶୁକ୍ରଙ୍କ ଶୁଭ ସଂସ୍ଥାନରୁ ପାରିବାରିକ ଜୀବନ ହସ ଖୁସିରେ କଟିବ। ଚଳିତ ପରିସ୍ଥିତିକୁ ଯେତେଟା ଜଟିଳ ମନେ କରୁଛନ୍ତି ବାସ୍ତବରେ ସେମିତି କିଛି ହେବନି। ସାହିତ୍ୟ, ସାମ୍ବାଦିକତା, ବ୍ୟବସାୟ ଓ ପରିବହନରେ ପ୍ରତିବନ୍ଧକ ଯୋଗୁଁ କାମ ସ୍ଥଗିତ ରହିଯିବ। ପାରିବାରିକ ଜୀବନରେ ବୁଝାବଣାକୁ ନେଇ ତିକ୍ତତା ଦେଖାଦେବାର ଆଶଙ୍କା ରହିଛି। ସିଂହ, ବଳହୀନ ରବି କେନ୍ଦ୍ରସ୍ଥ ଯୋଗୁଁ ସ୍ୱାସ୍ଥ୍ୟରେ କ୍ରମୋନ୍ନତି ସାଙ୍ଗକୁ ପାରିବାରିକ ଜୀବନରେ ଅଶାନ୍ତିର ଝଲକ ଦେଖିପାରନ୍ତି। ଆର୍ଥିକ ଅନଟନ ମଧ୍ୟରେ ଅଣନିଶ୍ୱାସୀ ହେବେ, କିନ୍ତୁ ବନ୍ଧୁଙ୍କ ନିକଟରୁ ପରିଶେଷରେ କିଛି ପାଇବେ। କ୍ରୀଡ଼ା, ସାହିତ୍ୟ, ସାମ୍ବାଦିକତା, ଚଳଚ୍ଚିତ୍ର, ସଙ୍ଗୀତ, ପ୍ରତିଦ୍ୱନ୍ଦ୍ୱିତା ପ୍ରତିଯୋଗିତାରେ ସଫଳତା ଯୋଗୁଁ ମନ ଖୁସି ରହିବ। କନ୍ୟା, ରାଶିକୁ ଶନିଙ୍କର ପ୍ରତ୍ୟକ୍ଷ ଦୃଷ୍ଟି ପାରିବାରିକ ଜୀବନକୁ ପ୍ରଭାବିତ କରିବ। କାର୍ଯ୍ୟହାନି ସାଙ୍ଗକୁ ମନସ୍ତାପ ମଧ୍ୟରେ ଅଧିକାଂଶ ସମୟ ଅତିବାହିତ ହେବ। ବନ୍ଧୁଙ୍କ ଅନୁରୋଧରେ କୌଣସି କାମ କରିବା ସକାଶେ ମନ ବଳାଇ ପାରନ୍ତି। ମାଲି ମକଦ୍ଦମା, ତର୍କ ବିତର୍କ, ସଭା ସମିତି, ସଂଗଠନ, ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ। ତୁଳା, ସ୍ୱଗୃହୀ ଶୁକ୍ର ନିଜ ରାଶିରେ ଅବସ୍ଥାନ କରୁଥିବାରୁ ଦୈହିକ ସୁସ୍ଥତା ସାଙ୍ଗକୁ ଭୋଗ ବିଳାସର ମଉକା ପାଇବେ। ପରିବାରରେ ଭୁଲ ବୁଝାମଣା କାରଣରୁ କର୍ମକ୍ଷେତ୍ରରେ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିବ। ଶିଳ୍ପ, ବାଣିଜ୍ୟ, ରାଜନୀତି, କଳା, ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନିକ ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ବିଛା, 3ଟି ଗ୍ରହ ରାଶିରେ ରହି ବିଭିନ୍ନ କାମରେ ନିଯୁକ୍ତି କରିପାରନ୍ତି। ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁଁ ଅନୁରାଧା ନକ୍ଷତ୍ରର ମନ ଉଦାସ ରହିପାରେ। ଅଫିସରେ ଅସାବଧାନତା ବଶତଃ ଦ୍ରବ୍ୟ ନଷ୍ଟ ହେବା କାରଣରୁ ଅନ୍ୟ ଉପରେ ରାଗିପାରନ୍ତି। ସାହିତ୍ୟ, ପ୍ରଶାସନ, ପ୍ରକାଶନ, ସାମ୍ବାଦିକତା, ରାଜନୀତି ଓ କ୍ରୀଡ଼ା କ୍ଷେତ୍ରରୁ ସୁଫଳ ପାଇପାରନ୍ତି। ଧନୁ, କର୍ମକ୍ଷେତ୍ର ପ୍ରତି ଶନିଙ୍କ ପ୍ରତ୍ୟକ୍ଷ ଦୃଷ୍ଟି କାରଣରୁ କାମ ଧୀମା ଗତିରେ ଆଗକୁ ବଢ଼ିବ। ସହକର୍ମୀମାନଙ୍କ ଠାରୁ ଭୁଲ ଖବର ପାଇ ବିବ୍ରତ ହେବେ। ପଡ଼ୋଶୀମାନେ କିମ୍ବା ଈର୍ଷାପରାୟଣ ବ୍ୟକ୍ତିମାନେ ଆପଣଙ୍କ ଜୀବନଶୈଳୀ ପ୍ରତି ଆଙ୍ଗୁଠି ଉଠାଇ ପାରନ୍ତି। କର୍ମଜଞ୍ଜାଳ ବୃଦ୍ଧିଜନିତ ଦୈହିକ ସ୍ୱାସ୍ଥ୍ୟ କେତେକାଂଶରେ ପ୍ରଭାବିତ ହୋଇପାରେ। ମକର, ରାଷ୍ଟ୍ରାଧିପତିଙ୍କ ଉପରେ ଗୁରୁଙ୍କ ଶୁଭ ଦୃଷ୍ଟି ପଡ଼ୁଥିବାରୁ ଆପଣଙ୍କ ଶାରୀରିକ ସ୍ଥିତି ପ୍ରାୟତଃ ଭଲ ରହିବ, କିନ୍ତୁ ଆହେତୁକ କଳ୍ପନା ଓ ଭାବପ୍ରବଣତାରେ ଆପଣଙ୍କ ମନ ବିଚଳିତ ହୋଇପାରେ। ଆଶା କରୁଥିବା ଜିନିଷ କିମ୍ବା ଖବର ବନ୍ଧୁଙ୍କ ଠାରୁ ପାଇ ଖୁସି ହେବେ। ଲେଖାପଢ଼ା, ସାହିତ୍ୟ, ବ୍ୟବସାୟ, ଏଜେନ୍ସି ଏବଂ ସାମ୍ବାଦିକତାରେ ପ୍ରଶଂସିତ ହେବେ। କୁମ୍ଭ, କେନ୍ଦ୍ର କୋଣାଧିପତି ଶୁକ୍ରଙ୍କ ସ୍ଥିତି ପ୍ରଭାବରୁ ଯେଉଁ କାମରେ ହାତ ଦେବେ ସଫଳତା ପ୍ରାପ୍ତି ଅବଶ୍ୟ ମିଳିବ। ହଠାତ୍ ଜଣେ ବନ୍ଧୁ ନିଜ ତରଫରୁ ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କରିବେ। ଜମିଜମା କ୍ରୟ ବିକ୍ରୟ କିମ୍ବା ନୂତନ ଚୁକ୍ତିପତ୍ର ଆଜି ସ୍ୱାକ୍ଷରିତ ହୋଇପାରେ। ଶାରୀରିକ ସ୍ୱାସ୍ଥ୍ୟ ଏବଂ
ଆର୍ଥିକ ସ୍ଥିତି ପ୍ରାୟତଃ ଭଲ ରହିବାର ସୂଚନା ରହିଛି। ମୀନ ପୂର୍ବାବସ୍ଥା ଦୂର ହୋଇଯିବାରୁ ପ୍ରଫୁଲ୍ଲତା ଅନୁଭବ କରିବେ। ପୂର୍ବ ଭାଦ୍ରପଦ ନକ୍ଷତ୍ରର ଅଟକିଥିବା କାମ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର ହୋଇପଡ଼ିବ। ସାମାଜିକ ସ୍ତରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବେ। ସାହିତ୍ୟ, ସଙ୍ଗୀତ, ନିର୍ମାଣ, ପରିବହନ, ସଭା ସମିତି କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିପାରନ୍ତି।